ବିସ୍ଫୋରଣ ଆଜି 13 ଜଣ ମଲେଣି ମୃତ୍ୟୁବରଣ କଲେଣି ଆଉ କେତେ ଆହତ ଅଛନ୍ତି ତ ୟା ପରେ ଆପଣ କ'ଣ ରଖିବେ? ଏ ଘଟଣା ଦୁଃଖଦାୟକ ଆଉ ମର୍ମନ୍ତୁଦ ଘଟଣା। ଏ ଘଟଣାର ପୁନରାବୃତ୍ତି ତ ହେବା ଉଚିତ ନୁହେଁ। ଆଉ ଏ ବିଷୟ ସ୍ପଷ୍ଟତା ସହିତ ତଦନ୍ତ ହେବା ଦରକାର ଏବଂ କାର୍ଯ୍ୟାନୁଷ୍ଠାନ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ଏବଂ ଏ ଯେଉଁ ଶୋକ ସନ୍ତପ୍ତ ପରିବାର ଯେଉଁମାନଙ୍କର ମୃତ୍ୟୁ ହେଲା ତାଙ୍କ ପରିବାରକୁ ସମବେଦନା ମୁଁ ଜଣାଉଛି ଏବଂ ତାଙ୍କୁ ସରକାରଙ୍କୁ ଯଥେଷ୍ଟ ସାହାଯ୍ୟ ମିଳିବା ଉଚିତ ଏବଂ ଯେମିତି ତାଙ୍କ ପରିବାର ବର୍ଗଙ୍କ ମନରେ ଯେଉଁ ପୁରାପୁରି ଗୋଟେ ରାସ୍ତାକୁ ସେମାନେ ଆସିଯାଇଛନ୍ତି ତା ପରିବାର ଏ ସମୟରେ ସରକାର ତାଙ୍କ ପାଖରେ ଛିଡ଼ା ହେବା ଉଚିତ ଖୁଣ୍ଟ ଭଳି ଏବଂ ତାଙ୍କୁ ଖୋଲା ହାତରେ ସାହାଯ୍ୟ କରିବା ଉଚିତ।